भद्रकवासी एक ऐतिहासिक और गर्वर क्षण बहु दशक धरी साधारण लोकों दीर्घ दिन अपेक्षा थिबा अपर्तिबिंधा छक ठारू शनि मंदिर पर्यंत रास्ता प्रशस्तीकरण और उन्नतीकरण कार्यर शुभ भित्तिप्रस्तर स्थापन आज सफलतार सह संपन्न हो जाइछि। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସହ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ପ୍ରମୁଖ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେଶକୁ ଦୃଢ଼ ନେତୃତ୍ୱ ଓ ସ୍ପଷ୍ଟ ଦୃଷ୍ଟିକୋଣ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏହି ରାସ୍ତାକୁ ଭଦ୍ରକବାସୀଙ୍କ ପାଇଁ ସମର୍ପିତ କରାଯାଇ ଏହାର ନାମ ଅଟଳ ମାର୍ଗ ନାମରେ ନାମିତ କରାଯାଇଛି। ଏ ରାସ୍ତା ଭଦ୍ରକର ବିକାଶ ଗତି ଓ ଉଜ୍ଜଳ ଭବିଷ୍ୟତର ଦୃଢ଼ ପଥ ହେବ ବୋଲି ମତ ରଖିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ। ଭଦ୍ରକ ସହର ପ୍ରତି ମିନିଟ୍ରେ ହଜାର ହଜାର ଲୋକ ଆସୁଛନ୍ତି। ମୋ ଜନ୍ମରୁ ମୁଁ ଭିଡ଼ ଦେଖୁଛି ଭଦ୍ରକ ସହରରେ। ନିଶ୍ଚିତ ଭାବରେ ରାସ୍ତା ଆଗାମୀ ଦିନରେ ଭଦ୍ରକର ଗୋଟେ ଲାଇଫ୍ ଲାଇନ୍ ହେବ ଏବଂ ନିଶ୍ଚିତ ଭାବରେ ଗୋଟେ ମାଇଲ ଖୁଣ୍ଟ ହେବ। ଆଉ ବିକାଶର ପ୍ରଥମ କଥା ହେଉଛି ରାସ୍ତାଘାଟ ନିର୍ମାଣ ଏବଂ ଯେତେ ରାସ୍ତା ବନିବ ଆଜି ଭାରତବର୍ଷ ଅଭିବୃଦ୍ଧି 19 ନମ୍ବରରୁ 4 ନମ୍ବରରେ ପହଞ୍ଚିଲାଣି ଡ୍ୟୁଟୁ ଆମେ ଇନଫ୍ରାଷ୍ଟ୍ରକ୍ଚର ଭିତ୍ତିଭୂମିରେ ଗୁରୁତ୍ୱ ଆମେ ଦେଉଛନ୍ତି। ଆଜି ଜାତୀୟ ରାଜପଥ ଆଜି ଯେଉଁ ରାସ୍ତା ଆମେ କରିଛନ୍ତି ଭାରତବର୍ଷରେ ଆଜି ଅଦ୍ୱିତୀୟ ରାସ୍ତା ଭାରତବର୍ଷ ତିଆରି ହେଇଛି। ଏଇଟା ରିଭଲ୍ୟୁସନ୍ ବାଜପେୟୀଙ୍କ ସମୟରେ ଆରମ୍ଭ ହେଇଛି ଆଉ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି। ଏ ରୋଡ଼ ରିଭଲ୍ୟୁସନରେ ଭଦ୍ରକ ଜିଲ୍ଲାର ଯେଉଁ ଆଜି ଯେଉଁ ଆମ ମେନ୍ ରୋଡ଼ ସେଇଟା ଆଜି ସବୁଠୁ ପ୍ରଶସ୍ତୀକରଣ ହେବ, ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ, ରୁଚି ସମ୍ପନ୍ନ ହେବ। ନିଶ୍ଚିତ ଭାବରେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ଅଭିବୃଦ୍ଧି ଦିଗରେ ସହାୟକ ହେବ। ଆମ ସରକାର କେବଳ ଘୋଷଣାରେ ନୁହେଁ ବାସ୍ତବ କାର୍ଯ୍ୟରେ ବିଶ୍ୱାସ ରଖେ। ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀ ସୁରଜ। ଭଦ୍ରକ ଜିଲ୍ଲାରେ ଭଦ୍ରକ ସହର ହେଉଛି ଏହାର ପ୍ରାଣକେନ୍ଦ୍ର, ପୁରାତନ ସହର, ଐତିହ୍ୟ ସମ୍ପନ୍ନ ସହର ଏବଂ ଏ ଯେଉଁ ରାସ୍ତା ଏ ଗୋଟେ ଦିନରେ କଲିକତାରୁ ମାଡ୍ରାସ ପର୍ଯ୍ୟନ୍ତ ଏ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ। ଜଗନ୍ନାଥ ଦର୍ଶନ ପାଇଁ ବି ଲୋକ ଯିବା ଆସିବା କରୁଥିଲେ ଏବଂ ଓଡ଼ିଶା ଟ୍ରଙ୍କ ରୋଡ ଓଟି ରୋଡ ମଧ୍ୟ ଏହାକୁ କୁହାଯାଉଥିଲା। ଏହି ରାସ୍ତାକୁ ନେଇକି ଭଦ୍ରକର ଲାଇଫ୍ ଲାଇନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ବେପାର ବାଣିଜ୍ୟ ଠାରୁ ଆରମ୍ଭ କରିକି ସହରର ସଦର ମହକୁମାକୁ ଆସିବା ପାଇଁ, ବିଭିନ୍ନ ସରକାରୀ ଅଫିସକୁ ଆସିବା ପାଇଁ ହଜାର ହଜାର ଲୋକ ଏ ରାସ୍ତା ଉପରେ ନିର୍ଭରଶୀଳ ଥାନ୍ତି। ଏ ରାସ୍ତାର ପ୍ରଶସ୍ତୀକରଣର ଆବଶ୍ୟକତା ଥିଲା ଏବଂ ଏ ରାସ୍ତାର ସୌନ୍ଦର୍ଯ୍ୟକରଣ, ଯେଉଁ ଇଲେକ୍ଟ୍ରିକ୍ ପୋଲ୍ ଗୁଡ଼ିକ ଅଛି, କେବୁଲ ଲାଇନିଂ ଗୁଡ଼ିକ ଅଛି, ତାର ସ୍ଥାନାନ୍ତରଣର ମଧ୍ୟ ଆବଶ୍ୟକତା ଥିଲା। ମୁଁ ଧନ୍ୟବାଦ ଦେବି ରାଜ୍ୟ ସରକାରଙ୍କୁ, ମାନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଭଦ୍ରକର ଯଶସ୍ୱୀ ବିଧାୟକ ସାଂସଦ ଯେଉଁ ଉଭୟ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି, ଡିପିଆର୍ ପ୍ରସ୍ତୁତ କରିଛନ୍ତି, ଆଲାଇନମେଣ୍ଟ ଦେଖିଛନ୍ତି, ଲ୍ୟାଣ୍ଡ ସ୍କିଡୁଲିଂ କରିଛନ୍ତି ଏବଂ ଦରକାର ପଡ଼ୁଛି ଯେଉଁ ଉଚ୍ଛେଦ କରାଯାଉଛି ଏବଂ ତାହାକୁ ପୁନର୍ସ୍ଥାପିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି। ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ ଏବଂ ଧନ୍ୟବାଦ ଭଦ୍ରକବାସୀଙ୍କୁ ଯେଉଁମାନେ ଏଥିପାଇଁ ଆନ୍ତରିକ ସହଯୋଗ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ପାର୍କିଂ ଠାରୁ ଆରମ୍ଭ କରିକି ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ରହିବ, ଜେରିଆଟ୍ରିକ୍ ସେଲ୍ଟର ରହିବ, ଯେଉଁ ବୃଦ୍ଧ ବୃଦ୍ଧି ମାନେ ଯେଉଁଭଳି ଭାବରେ ଆଶ୍ରୟ ନେଇପାରିବେ। ଭଦ୍ରକ ସହରର ସ୍ୱରୂପ ପରିବର୍ତ୍ତନ ହେବାରେ ଏହି ରାସ୍ତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରୁଛି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବେ ପାଳନ କରାଯିବା ସହ ଜୀବିକା ହରାଇଥିବା ସମସ୍ତ ଦୋକାନୀ ଭାଇମାନଙ୍କ କଥା ବିଚାରକୁ ନିଆଯାଇଛି ବୋଲି ସୂଚନା ରଖିଥିଲେ ସ୍ଥାନୀୟ ବିଧାୟକ ଶ୍ରୀ ମହାପାତ୍ର। ଭଦ୍ରକବାସୀଙ୍କର ଦୀର୍ଘ ଦିନର ଦାବି ଥିଲା ରାସ୍ତାର ପ୍ରଶସ୍ତୀକରଣ ଏବଂ ଉନ୍ନତୀକରଣ ପାଇଁ, ସୌନ୍ଦର୍ଯ୍ୟକରଣ ପାଇଁ। ମା ଭଦ୍ରକାଳୀ ବାବା ଆଖଣ୍ଡଳଙ୍କ କୃପାରୁ ଆଜି ସେ ଶୁଭ ଅବସର ଆସି ପହଞ୍ଚିଛି। ଆଜି ଏ ଅବସରରେ ଓଡ଼ିଶାର ଆମ ଦଳର ଯିଏ ଶ୍ରେଷ୍ଠ ନେତୃତ୍ୱ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଏବଂ ଓଡ଼ିଶା ସରକାର ମାନ୍ୟବର ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ହୋଇ ତାଙ୍କ କରକମରେ ଆଜି ଇଏ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆପଣ ସମସ୍ତେ ଜାଣିଥିବେ ପୂର୍ବ ସରକାର କେବଳ ଭାଷଣ ଏବଂ କାଗଜ କଲମରେ ଲୋକମାନଙ୍କୁ, ଭଦ୍ରକବାସୀମାନଙ୍କୁ ଭ୍ରମିତ କରିଥିଲା ସ୍ମାର୍ଟ ସିଟି ନାଁରେ, ସ୍ମାର୍ଟ ଭଦ୍ରକ ନାଁରେ। କିନ୍ତୁ ବର୍ତ୍ତମାନର ଯେଉଁ ସରକାର ଭଦ୍ରକବାସୀଙ୍କର ପ୍ରତ୍ୟେକଟି ଦାବିକୁ ଗୁରୁତ୍ୱ ଦେଉଛି। ଯେଉଁ କାର୍ଯ୍ୟ ଅଧୁରା ରହିଥିଲା, ଯେଉଁ କାର୍ଯ୍ୟ ଆରମ୍ଭ ମଧ୍ୟ ନ ହୋଇଥିଲା, ସେ କାର୍ଯ୍ୟକୁ ଗୁରୁତ୍ୱ ଦେଇ
भद्रकवासी आज आम सरकार जी आम मुख्यमंत्री अच्छा मोहन चरण माझी नेतृत्व में आज गोटे पर गोटे कार्य को समापन कर निश्चिंत भद्रकवासी जो एक विकसित सहर स्वप्न देखी आगामी दिन में से स्वप्न निश्चिंत पूरा हे और आपण माध्यम कही रखुची जो उच्छेद प्रक्रिया जो दुकानी भाई मानकर दुकान भंगा जाइला निश्चिंत मुझे माध्यम कही रखुची प्रत्येक दुकानी को आम आगामी दिन में घर देवु से व्ययबराद और बंदोबस्त हो सारी निश्चिंत भद्रकवासी सहयोग रही आज एत बड़ कार्य हासिल जहाँ के 40-50 वर्ष हो पार नाला आज पर्यंत आज प्रथम थर कर भद्रक रे होईची निश्चित सर्व से भद्रकवासी को साधुवाद और धन्यवाद ज्ञापन कर आगामी दिन में यही रास्ता भद्रक जिलार अभिवृद्धि पाई सहायक हेबो बोली किछि वरिष्ठ जनसाधारण आशा रही। परिशेष रे समस्तन को धन्यवाद अर्पण करथिले डेप्यूटी कलेक्टर कार्तिकनाथ मंडल। भद्रक प्रभात विजयन रिपोर्ट आरसीएन ओडिया।